ଭଏସ ଶୁଣାଉଛି ତ? ଦେବେନ୍ଦ୍ର। ଆଜ୍ଞା ମ୍ୟାଡାମ। ହୁଁ। ଆମେ ଫାଷ୍ଟ ଦେଖିଥିଲେ ବ୍ୟାଙ୍କ ଆଣ୍ଡ ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ଟା ଦେଖିଥିଲେ। ବ୍ୟାଙ୍କ ଆମକୁ ଲୋନ ଦଉଛି ତ ତା ଲୋନ ଟା ସେଫ୍ ଅଛି ନା ନାହିଁ ସେଇଟା ଜାଣିବା ପାଇଁ ଇଣ୍ଟରେଷ୍ଟେଡ। ସେଥିପାଇଁ ସେ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ସବୁ ତାକୁ ଦରକାର, ସେ ସବୁ ଇନଫର୍ମେସନ ସେ ସବୁ ଜାଣିପାରିବ। ୱେଦର ସେ ଯୋଉ ଲୋନ ଟା ଗିଫ୍ଟ ଦେଇଛି ତ ସେଇଟା ସେଫ୍ ଅର୍ ଅନସେଫ୍। ତାପରେ ନେକ୍ସଟ ଆସିଲା କ୍ରେଡିଟର। କ୍ରେଡିଟର କଣ ଜାଣିବ ନା ଆମର ବିଜନେସ ରେ ଯୋଉ ସେ ଆମକୁ କ୍ରେଡିଟ ପ୍ରୋଭାଇଡ କରୁଛି, ଯାହାବି ଗୁଡ୍ସ ପ୍ରୋଭାଇଡ କରୁଛି, ଆମେ ତା ପାଇଁ କାପାବୁଲ, ବିଜନେସ ରେ ତା ପାଇଁ କାପାବୁଲ କି ନାହିଁ ସେ ତା ପଇସା ଫେରେଇବା ପାଇଁ। ସେଠୁ ତାପରେ ଆସିବ ଇନଭେଷ୍ଟର। ଇନଭେଷ୍ଟର ମାନେ ଯୋଉମାନେ ଆମ ବିଜନେସ ରେ ପଇସା ଇନଭେଷ୍ଟ କରିଥିବେ, ସେମାନଙ୍କ ରେଟ୍ ଅଫ ରିଟର୍ନ କଣ ହବ, ସେମାନେ କେତେ ରିଟର୍ନ ପାଇବେ। ସମସ୍ତେ ତ ଯୋଉଠି ବି ଆମେ ପଇସା ଇନଭେଷ୍ଟ କରୁଛେ ଆମର କିଛି ପ୍ରଫିଟ ପାଇଁ ହିଁ ପଇସା ଇନଭେଷ୍ଟ କରୁଛେ, ଆମେ କିଛି ଅର୍ନ କରିପାରିବା ଅଧିକ ଯେତିକି ଆମେ ଇନଭେଷ୍ଟ କରୁଛେ ତାଠୁ ଟିକେ ଅଧିକ, ଯେତିକି ବି ହଉ ଅଧିକ କିଛି ପାଇଁ ଆମେ କରୁଛେ ନା ନାଇଁ ଇନଭେଷ୍ଟ। ତ ସେମାନେ ବି ଇଣ୍ଟରେଷ୍ଟେଡ ହେବେ ଜାଣିବା ପାଇଁ କି ବିଜନେସ ଷ୍ଟାଟସ କଣ, ପୋଜିସନ କଣ, ଆମକୁ ଅଧିକ ରିଟର୍ନ ମିଳିବ ନା ନାହିଁ। ତାପରେ ଟ୍ରେଡିଂ ପାର୍ଟନର, ଯୋଉମାନେ ସବୁ ସେମାନେ ସବୁ କଣ ଟ୍ରେଡିଂ ପାର୍ଟନର ଯୋଉମାନେ ସେମାନେ ଟ୍ରେଡିଂ କରୁଥିବେ, ସେମାନେ କ୍ରିଏଟିଂ କମ୍ପିଟିସନ, ଆମ ଭିତରେ କମ୍ପିଟିସନ କ୍ରିଏଟ କରିବେ କି ଇନଫର୍ମେସନ ସବୁ ଗ୍ୟାଦର କରିକି କେମିତି କେତେ ଟ୍ରେଡିଂ କଲେ କେତେ ଭଲ ହବ, କେତେ କେତେ କଲେ କେତେ ପ୍ରଫିଟ ହବ, ଏସବୁରେ ସେମାନେ ସବୁ ଇଣ୍ଟରେଷ୍ଟେଡ ଥାନ୍ତି, ସେମାନେ ହେଲେ ଟ୍ରେଡିଂ ପାର୍ଟନର। ତାପରେ ଆସିଲା ଗଭର୍ଣମେଣ୍ଟ ରେଗୁଲେଟରୀ ଏଜେନ୍ସି। ଗଭର୍ଣମେଣ୍ଟ ଦେଖିବ ଆମର ପ୍ରଫିଟ କେତେ, ଗଭର୍ଣମେଣ୍ଟ କଣ ପାଇଁ ଇଣ୍ଟରେଷ୍ଟେଡ ହବ ଫାର୍ଷ୍ଟ କୁହ, କହିପାରିବ? ହୁଁ। ନା ମ୍ୟାଡାମ। ଦେଖ ଗଭର୍ଣମେଣ୍ଟ, ଆମେ ଇନକମ ଟैକ୍ସ ଫାଇଲ କରୁଛେ। ହୁଁ। ଆମ ବିଜନେସ ଯେତେ ପ୍ରଫିଟ ହବ ସେ ଆମଠୁ ସେତେ ଟ୍ୟାକ୍ସ ନବ। ସେଥିପାଇଁ ସେ ସବୁବେଳେ ଚାହିଁବ କି କଣ ମୋ ଆଖି କଥା କେତେ କଣ ହଉଛି ସେ ଜାଣିବ। ଜାଣିଲେ କେତେ ଟ୍ୟାକ୍ସ କେତେ କଣ ହବ, ସେ ସେଇଥିରେ ଇଣ୍ଟରେଷ୍ଟେଡ କି ଟ୍ୟାକ୍ସ କେତେ ହବ, ବିଜନେସ ର କେତେ ପ୍ରଫିଟ ହଉଛି କେତେ ଲସ୍ ହଉଛି, ସେଇ ଅନୁସାରେ ତାକୁ ଟ୍ୟାକ୍ସ କମ୍ପିଟିସନ ହବ, ସେଇ ଅନୁସାରେ ସେ ଟ୍ୟାକ୍ସ ପାଇବ। ତ ଗଭର୍ଣମେଣ୍ଟ ଏଥିପାଇଁ ଇନଫର୍ମେସନ ଗ୍ୟାଦର କରେ। ତାପରେ ଲ ମେକର ଆଣ୍ଡ ଇକୋନୋମିକ ପ୍ଲାନର, ଯୋଉ ଏମାନେ ସବୁ କମ୍ପାନୀ ଇକୋନୋମିକ ପ୍ଲାନର ମାନେ କଣ କରୁଥିବେ, whether the company satisfy the demand of the consumer or not। କନଜ୍ୟୁମର ମାନଙ୍କୁ ସାଟିସ୍ଫାଇ କରୁଛି ନା ନାହିଁ, ଯୋଉ ଜିନିଷ ଆମ ଯୋଉ ପ୍ରଡକ୍ଟ ବନଉଛି, ଯୋଉ ଗୁଡ୍ସ ପ୍ରୋଭାଇଡ କରୁଛି, ଯାହାବି ସେଲ କରୁଛି, ସର୍ଭିସ ଗୁଡ୍ସ କି ସର୍ଭିସ ଯାହାବି ସେଲ କରୁଛି, ସେଥିରେ ଯୋଉ କଷ୍ଟମର ମାନଙ୍କର ଡିମାଣ୍ଡ କେତେ, ସେମାନେ whether they are satisfied or not, ସେମାନେ ସାଟିସ୍ଫାଇ ହଉଛନ୍ତି କି ନ ହଉଛନ୍ତି, ସେ ସବୁ ପାଇଁ ଇକୋନୋମିକ ପ୍ଲାନର ମାନେ ଥାନ୍ତି। ସେମାନେ ଏଇ ସବୁ ଇନଫର୍ମେସନ ନେଇକି ପ୍ଲାନ କରନ୍ତି। ବିଜନେସ ରେ କଣ ଚେଞ୍ଜ ଆସିବା ଦରକାର, ଡିମାଣ୍ଡ ଯଦି ଡିମାଣ୍ଡ କମୁଛି କଣ ପାଇଁ କମୁଛି, ଆଉ ଯଦି ଡିମାଣ୍ଡ ବଢୁଛି କଣ ପାଇଁ, ଆମ ସେଲ୍ସ କଣ ପାଇଁ କମୁଛି, ଏସବୁ ପାଇଁ ସେମାନେ ଇଣ୍ଟରେଷ୍ଟେଡ ହେଇଥାନ୍ତି ଜାଣିବା ପାଇଁ। ଇନଫର୍ମେସନ ସବୁ କଣ ବିଜନେସ ରେ କଣ ଇନଫର୍ମେସନ ପ୍ରୋଭାଇଡ କଲେ ସେମାନଙ୍କୁ କେମିତି ହେଲ୍ପ କରିବ ଡିସିସନ ନବାରେ, ଏଇ ସବୁ ଷ୍ଟେଟମେଣ୍ଟ ରୁ ସେମାନେ ଜାଣିପାରିବେ। ତାପରେ ଅଦର ପବ୍ଲିକ, ଜେନେରାଲ ପବ୍ଲିକ ବି ଆମେ ବି ଜାଣୁ ରିଲାଏନ୍ସ ରେ କଣ ହଉଛି, ଟାଟାରେ କଣ ହଉଛି, ଏସବୁ ଆମେ ବି ମାନେ ସମସ୍ତେ କଣ ଇଣ୍ଟରେଷ୍ଟେଡ ଥାନ୍ତି ସବୁ ନ୍ୟୁଜ ଜାଣିବା ପାଇଁ, କୋଉ ବିଜନେସ ରେ କଣ ହଉଛି, ଫାଇନାନ୍ସିଆଲ ପୋଜିସନ ତାର କଣ, ସେଥିରୁ ଗୋଟେ ଜେନେରାଲ ପବ୍ଲିକ, ଏଇ ସବୁ ଆମେ ଯାହା ପଢୁଛେ ସବୁ ଜେନେରାଲ ପବ୍ଲିକ। କ୍ରେଡିଟର ବି ସେ ବି ଗୋଟେ ପବ୍ଲିକ, ସେଇ ପବ୍ଲିକ ର ହିଁ ଗୋଟେ ମ୍ୟାନ ଯିଏ ବି ଆସିଥିବ, ଇନଭେଷ୍ଟର ଯୋଉମାନେ କରୁଛନ୍ତି ସେଇ ପବ୍ଲିକ, ସମସ୍ତେ ପବ୍ଲିକ ମାନେ ହିଁ ଜାଣିଲା ପରେ ବିଜନେସ ରେ କଣ ହଉଛି କଣ ନାହିଁ, ସେମାନେ ଇଣ୍ଟରେଷ୍ଟେଡ ହେବେ କି whether ସେମାନେ ଇନଭେଷ୍ଟ କରିବେ କି ଟ୍ରେଡିଂ ପାର୍ଟନର ହେବେ କି କ୍ରେଡିଟର ଆମକୁ ଜିନିଷ ପ୍ରୋଭାଇଡ କରିବେ। ଅଦର ପବ୍ଲିକ ଯୋଉମାନେ ରିଲେଟେଡ, ସେମାନେ ସବୁ ଏକ୍ସଟର୍ନାଲ ୟୁଜର, ତାଙ୍କ ଏ ସମସ୍ତଙ୍କୁ ଏକ୍ସଟର୍ନାଲ ୟୁଜର କହିବା। ତାପରେ ଆସିଲା ଇଣ୍ଟରନାଲ ୟୁଜର। ଇଣ୍ଟରନାଲ ୟୁଜର କିଏ, ଫାଷ୍ଟ ହେଲା ଓନର, ତାପରେ ମ୍ୟାନେଜମେଣ୍ଟ, ଏମ୍ପ୍ଲୟୀ, ଏମାନେ ସମସ୍ତେ ବିଜନେସ ର ଇଣ୍ଟରନାଲ, ମାନେ ସେମାନେ ସମସ୍ତେ ଇଣ୍ଟରନାଲ ଅପରେସନ ଜାଣିଛନ୍ତି। ଓନର କିଏ, ଓନର ଇଜ ଦ ଫାଷ୍ଟ ୟୁଜର, ଓନର ଇଜ ଦ ଫାଷ୍ଟ ୟୁଜର ଅଫ ଏ ଅର୍ଗାନାଇଜେସନ, ଏନି ଅର୍ଗାନାଇଜେସନ। ସିଏ କଣ କରେ, ଯିଏ ସବୁଠୁ ରିସ୍କ ଅଧିକ ବିୟର କରେ ସିଏ ହେଲା ଓନର, ସିଏ ହିଁ ତ ପଇସା ଇନଭେଷ୍ଟ କରିଥିବ ଅଧିକ। ଓନର୍ସ ହୁ ବିୟର୍ସ ଦ ହାଇ ରିସ୍କ ଆଣ୍ଡ ସେ କଣ ଚେକ୍ କରିବ, ବିଜନେସ କୋର୍ସ ଷ୍ଟାଣ୍ଡ କରୁଛି, ଆଉ ତାର ୟର୍ନିଂ ପର ସେୟାର କେତେ, ସେ ହିଁ ପଇସା ଖର୍ଚ୍ଚ କରିଥିବ, ସେ ହିଁ ସେୟାର ଇନଭେଷ୍ଟ କରିଥିବ, ତାର ହିଁ ସେୟାର ଥିବ,
ତ ସିଏ ଜାଣିବାକୁ ଚାହିଁବ କି ଏ ବର୍ଷ ମୁଁ 10 ଟଙ୍କା ମୋ ସେୟାର ଭ୍ୟାଲୁ ଅଛି, ମୁଁ କେତେ କଣ କରିବି ଡ୍ୟୁରିଂ ଇୟରରେ, କେତେ ଗ୍ରୋ କଲା, ଆଉ ମନ୍ଥ ଇୟର ଏଣ୍ଡରେ ମୋର ସେୟାର ପର ୟୁନିଟ କେତେ ଅଛି, earning per share କେତେ ହଉଛି। ଓନର ହିଁ ତ ସବୁଠୁ ଅଧିକ ଚାହିଁବ ନା ମୋ ବିଜନେସ ଗ୍ରୋ କରୁ, ଯେତେ ବିଜନେସ ଗ୍ରୋ କରିବ ତାକୁ ତାର ସେତେ ଲାଭ, ସେତେ ତାର earning per share ସେତେ ଅଧିକ ହବ। ଆଜି 10 ଟଙ୍କା ଅଛି, ବିଜନେସ ଏଥରକ ବହୁତ 50% ଗ୍ରୋ କରିଦେଇଛି, ଆଉ ଇୟର ଏଣ୍ଡରେ ତାର ଭ୍ୟାଲୁଟା ହେଇଯାଇଛି 20 ଟଙ୍କା, ତ ତାର ହିଁ ପ୍ରଫିଟ ନା, ସେ ହିଁ ଅଧିକ, ଅଧିକ ଆଉ କମ ହଉ, ଯଦି ଅଧିକ ହବ ସେ ହିଁ ପାଇବ, କମ ହେଲେ ବି ସେ ହିଁ ପାଇବ। ତାପରେ ମ୍ୟାନେଜମେଣ୍ଟ, ମ୍ୟାନେଜମେଣ୍ଟ କିଏ? ମ୍ୟାନେଜମେଣ୍ଟ ମିନ୍ସ ଆମର ଟପ୍ ମ୍ୟାନେଜମେଣ୍ଟ। ଆମର ଟପ୍ ମ୍ୟାନେଜମେଣ୍ଟ ଯୋଉମାନେ ଡିସିଜନ ନିଅନ୍ତି, ଆମର ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ହେଇସାରିଲା ପରେ ସେମାନେ ସବୁ ଡିସିଜନ ମେକିଂ କରନ୍ତି କି ସେମାନେ କୋଉଠୁ ସବୁ ଫାଇନାନ୍ସିଆଲ ଆକାଉଣ୍ଟିଂ ଆମ ଯୋଉ ପ୍ରୋସେସ ଟା ପୁରା କଲେ, ଯୋଉ ସବୁ ଷ୍ଟେଟମେଣ୍ଟ ବନେଇଲେ, ସେଇଥିରୁ ହିଁ ସେମାନେ ସବୁ କଣ କରନ୍ତି, ଡାଟା ଆଣନ୍ତି, ଡାଟା ଆଣିକି ଇମ୍ପୋର୍ଟାଣ୍ଟ ଡିସିସନ ସବୁ ବିଜନେସ ର ଇମ୍ପୋର୍ଟାଣ୍ଟ ଡିସିସନ ନିଅନ୍ତି। ଲାଇକ୍ କଣ ଫାଇନାନ୍ସିଆଲ ପୋଜିସନ କୋଉଠି ଅଛି, ତାର ବଜେଟିଂ କରନ୍ତି, ମାର୍ଜିନାଲ ରେସିଓ ବାହାର କରନ୍ତି, ଆକାଉଣ୍ଟିଂ ରେସିଓ କରନ୍ତି, ଆଉ ବ୍ରେକ୍ ଇଭିନ ରେସିଓ ସବୁ ବାହାର କରନ୍ତି, ବିଜନେସ କୋଉ ଷ୍ଟାଣ୍ଡ କରୁଛି ତାର ରିପୋର୍ଟିଂ ବନାନ୍ତି, ଆନୁଆଲ ରିପୋର୍ଟ ବନାନ୍ତି, ସେ ସବୁ ହେଲା ମ୍ୟାନେଜମେଣ୍ଟ ର କାମ। ତାପରେ କିଏ? ତାପରେ ହେଲେ ଏମ୍ପ୍ଲୟୀ। ଏମ୍ପ୍ଲୟୀ ବିଜନେସ ଏମ୍ପ୍ଲୟୀ ମାନଙ୍କର କଣ କାମ? ସେମାନେ ହିଁ ତ କାମ କରନ୍ତି, ସେମାନେ ହିଁ ତ ତାଙ୍କ ଯାହାବି ପ୍ରୋଗ୍ରେସ ହବ, ଯାହା ହବ, ସେମାନେ ହିଁ ସବୁ ତାଙ୍କର ଇଫେକ୍ଟିଭନେସ ଦ୍ୱାରା ହିଁ ହୁଏ। ଯାହା ସବୁ ସେମାନେ ଯେତେ ଭଲ ୱାର୍କ କରିବେ ଆମ ବିଜନେସ ସେତେ ଭଲ ଗ୍ରୋ କରିବ, ଆଉ ଯଦି ଆମ ବିଜନେସ ଗ୍ରୋ କରିବ ସେମାନେ ବୋନସ ପାଇବେ। ତ ସେମାନେ ବି ସବୁ କହନ୍ତି କି ଆମେ ଭଲସେ କେମିତି କାମ କରିବୁ, ଭଲସେ ଆମ ଇଫେକ୍ଟିଭନେସ ଟା ଆମେ ଭଲସେ ପ୍ରୁଭ କରିବୁ, ଯେତେ ଗ୍ରୋ କରିବ ଆମ ବିଜନେସ, ଆମର ପ୍ରଫିଟ ବି ସେତେ ବଢିବ, ପ୍ରଫିଟ ବଢିଲେ ସେମାନଙ୍କୁ ବି ବୋନସ ବି ମିଳିବ, ମାନେ ସେମାନେ ଚାହାନ୍ତି ସବୁବେଳେ ବିଜନେସ ଗ୍ରୋ କରୁ। ନା ଗୋଟେ ଡିଭିଜନ ହେଇଛି ବ୍ୟାଙ୍କ, ବ୍ୟାଙ୍କ ଆଣ୍ଡ ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ କଣ କରନ୍ତି, ଆମକୁ ଲୋନ ଦିଅନ୍ତି, ସେମାନେ ଚାହାନ୍ତି ଆମ ଲୋନ ଟା ସେଫ ନାହିଁ। ଯୋଉମାନେ କ୍ରେଡିଟର ସେମାନେ କଣ କରନ୍ତି, ମାନେ ପେଇଂ କାପାସିଟି ଅଫ ଦ କମ୍ପାନୀ ଚେକ୍ କରନ୍ତି, ଗୋଟେ ଯାହା ଯୋଉଠି ସେମାନେ ପ୍ରୋଭାଇଡ କରୁଛନ୍ତି ପଇସା, କ୍ରେଡିଟର ଜିନିଷ ଦେଇଛନ୍ତି, ସେଠି ସେମାନେ କ୍ୟାପାବୁଲ ନାହିଁ, ତାଙ୍କୁ ପଇସା ରିଟର୍ନ କରିବା ପାଇଁ କ୍ୟାପାବୁଲ ନାହିଁ, ସେଇଟା ଚେକ୍ କରନ୍ତି। ତାପରେ ଆସିଲା ଇନଭେଷ୍ଟର। ଇନଭେଷ୍ଟର କଣ କରନ୍ତି, ଯୋଉମାନେ ଇନଭେଷ୍ଟ ମନି କରିଥାନ୍ତି ସେମାନଙ୍କ ରେଟ୍ ଅଫ ରିଟର୍ନ, ସେମାନେ କେତେ ରିଟର୍ନ ପାଇବେ ସେ ସବୁ ଦେଖନ୍ତି। ଟ୍ରେଡିଂ ପାର୍ଟନର ମାନେ ସେମାନେ ଟ୍ରେଡିଂ କରନ୍ତି, ଗୁଡ୍ସ ର ଟ୍ରେଡିଂ କରନ୍ତି, ସେଟା ଦେଖନ୍ତି, ମାର୍କେଟରେ କମ୍ପିଟିସନ କ୍ରିଏଟ କରନ୍ତି ଟ୍ରେଡିଂ ପାର୍ଟନର ମାନେ। ତାପରେ ଗଭର୍ଣମେଣ୍ଟ ରେଗୁଲେଟରୀ ଏଜେନ୍ସି, ସେମାନେ କଣ କରନ୍ତି, ଆମର ପ୍ରଫିଟ ଲସ୍ କେତେ, ବିଜନେସ ର କେତେ ପ୍ରଫିଟ ଆଣ୍ଡ ଲସ୍ ହେଇଛି, ତାପରେ ତା ଅନୁସାରେ ମ୍ୟାଡ଼ାମ ସେମାନେ କ୍ରେଡିଟର ଟିକେ ରିପିଟ କରିବେ। କ୍ରେଡିଟର ମାନେ ଆମେ ଜଣଙ୍କୁ ଜିନିଷ କିଣିଛେ, ଆମେ ସବୁ ତ ତାକୁ ପଇସା ଦେଇ କିଣିଦଉନେ, ଯାହାଠି ବି ଜିନିଷ କିଣୁଛେ ତାକୁ କିଛି ବାକିରେ କିଣୁଛେ, ତ ଆମକୁ ତାକୁ ପଇସା ଆହୁରି ଦବାର ଅଛି, ରାଇଟ। 100 ଟଙ୍କା ଜିନିଷ କିଣିଲେ ଆମେ ତାକୁ 50 ଟଙ୍କା ଦେଲେ, ଆଉ ଯୋଉ 50 ଟଙ୍କା ଅଛି ସେଇଟା ଆମର, ସେ ହେଲା ଆମର କ୍ରେଡିଟର, ଆମେ ତାକୁ 50 ଟଙ୍କା ଦବାର ଅଛି, ତ ସେ ଜିନିଷଟା ଆମେ କ୍ରେଡିଟରେ କିଣିଲେ, ସିଏ ହେଲେ କ୍ରେଡିଟର, ବୁଝିପାରିଲ, ଯାହାକୁ ଆମକୁ ପଇସା ଦବାର ଅଛି। ଆଜ୍ଞା ମ୍ୟାଡ଼ାମ। ହୁଁ। ତାପରେ ଗଭର୍ଣମେଣ୍ଟ ରେଗୁଲେଟରୀ ଏଜେନ୍ସି, ଗଭର୍ଣମେଣ୍ଟ କଣ ଆମର ପ୍ରଫିଟ ଲସ୍ କେତେ ହେଇଛି ସେ ଜାଣିବ, ଆଉ ସେଇ ଅନୁସାରେ ଆମକୁ ଟ୍ୟାକ୍ସ ବି ଆମ ଉପରେ କେତେ ଟ୍ୟାକ୍ସ, କଣ କେତେ ଯାହା ବି ଟ୍ୟାକ୍ସ ରେଟ୍ ଥିବ ଯୋଉ ଅନୁସାରେ, ସେ ସବୁ ପ୍ରଫିଟ ଉପରେ ହିଁ ଟ୍ୟାକ୍ସ ରେଟ୍ ଆସିବ, ଯେତିକି ଟ୍ୟାକ୍ସ ହବ ଆମେ ଗଭର୍ଣମେଣ୍ଟକୁ ପେମେଣ୍ଟ କରିବା, ତ ଗଭର୍ଣମେଣ୍ଟ ଆମଠୁ ପଇସା ପାଇବ, ତ ଗଭର୍ଣମେଣ୍ଟ ଯେମିତି ହେଲେ ବି ତ ଇଣ୍ଟରେଷ୍ଟେଡ ହବ ନା ଜାଣିବା ପାଇଁ ଆମ ବିଜନେସ ରେ କଣ ହେଇଛି। ତାପରେ ସେ ଲ ମେକର ଆଣ୍ଡ ଇକୋନୋମିକ ପ୍ଲାନର, ଏମାନେ ସବୁ କଣ କରନ୍ତି, କମ୍ପାନୀରେ, କମ୍ପାନୀ କି ଯାହା ବି ଇଣ୍ଡିଭିଜୁଆଲ ଯିଏ ବି ହେଇଥାଉ, କି ବିଜନେସ ଗୋଟେ ସୋଲ ପ୍ରୋପାଇଟରସିପ ହେଇଥାଉ, ପାର୍ଟନରସିପ ହେଇଥାଉ, ଯୋଉଠି ବି ଗୋଟେ ଫାର୍ମ ହେଇଥାଉ, ସେଇଠି ଆମେ ଜିନିଷ ଗୋଟେ ତିଆରି କରୁଛେ, ଗୋଟେ ପ୍ରଡକ୍ସନ କରୁଛେ, ଆମେ ତାକୁ ମାର୍କେଟରେ ଲଞ୍ଚ କଲେ, ବିକ୍ରି କଲେ, କନଜ୍ୟୁମର କେତେ ସାଟିସ୍ଫାଏ। ତ ଏ ବର୍ଷ ଗୋଟେ ଫାଇନାନ୍ସିଆଲ ଷ୍ଟେଟମେଣ୍ଟରେ ଆମେ ଯାହା ସବୁ ଆଇଟମ ରେକର୍ଡ କରିଥିବା, ସେଇ ସବୁ ଆମ ପ୍ରଫିଟ ବାହାରିବ, ପ୍ରଫିଟ ଯଦି ଅଧିକ ହଉଛି କଣ ପାଇଁ ହଉଛି, ଯଦି କମୁଛି କଣ ପାଇଁ କମୁଛି, ଦେଖିବା ମାର୍କେଟରେ, ଦେଖିବା ଆମ ଲୋକମାନେ ସାଟିସ୍ଫାଇ, ଯୋଉମାନେ ଆମର ପ୍ରଡକ୍ଟ ୟୁଜ କରୁଛନ୍ତି, ଯୋଉ କନଜ୍ୟୁମର ମାନେ, whether they are satisfied or not, କମ୍ପାନୀ ଦେଖିବ କି ଯଦି ଡିମାଣ୍ଡ ଟା କମୁଛି
ଯଦି କଞ୍ଜ୍ୟୁମର ଆମର ଯଦି ଜିନିଷର କ୍ୱାଲିଟି ଭଲ ନଥିବ ତ କଞ୍ଜ୍ୟୁମର ନେବେନି, ତ ଆମ ଡିମାଣ୍ଡ ଫଲ୍ ହେଇଗଲା, ଆମ ସେଲ୍ସ ବି କମିଯିବ, ଆମ ପ୍ରଫିଟ ବି କମିଯିବ। ଆଉ ଯଦି ଆମେ ଆମେ ଭଲ ତାଙ୍କ ରିଜନେବଲ ପ୍ରାଇସ ରେ ସେମାନେ ଯେମିତି କିଣି ପାରୁଥିବେ ସେଇ ପ୍ରାଇସ ରେ କ୍ୱାଲିଟେଟିଭ ପ୍ରଡକ୍ଟ କରିକି ତିଆରି କରି ପ୍ରଡକ୍ସନ କରିକି ତାଙ୍କୁ ମାର୍କେଟରେ ଲଞ୍ଚ କରିବା, ମାର୍କେଟରେ ବିକ୍ରି କରିବା, କଞ୍ଜ୍ୟୁମର ମାନେ ସାଟିସ୍ଫାଇ ହେବେ, ସେଥିରେ ଆମ ପ୍ରଫିଟ ବି ବଢିବ। ତ ଏଇ ସବୁ ଇକୋନୋମିକ ପ୍ଲାନର ମାନେ ଏଇ ଇନଫର୍ମେସନ ଗ୍ୟାଦର କରିକି ଏଇ ସବୁ ଡିସିସନ ନିଅନ୍ତି କି କଞ୍ଜ୍ୟୁମର whether the consumer are satisfied or not with your product। ତାପରେ ଆସିଲା ଅଦର ମିନ୍ସ ଜେନେରାଲ ପବ୍ଲିକ। ଜେନେରାଲ ପବ୍ଲିକ କୋଉ ମାନେ ଆମେ ସାଧାରଣ ମାନେ ଆମେ ସବୁ ଜାଣୁଛେ ଏ ବିଜନେସ କଣ ହଉଛି, ସେ ବିଜନେସ ରେ କଣ ହଉଛି, ତାର ପ୍ରଫିଟ କେତେ, ତାର earning per share କେତେ, ଏଇ ସବୁ ଜାଣିଲା ପରେ ହିଁ ଆମେ ଇଣ୍ଟରେଷ୍ଟେଡ ହବା ଏଥିରେ, ଆମେ ଇନଭେଷ୍ଟ କରିବା କି ନାହିଁ। ଗୋଟେ ବ୍ୟାଙ୍କ ବି ସେମିତି, ବ୍ୟାଙ୍କ ବି ଦେଖିଲା ବେଳେ ସବୁ ଦେଖିବ। ଏଇ ସବୁ ହେଲେ ଏକ୍ସଟର୍ନାଲ ୟୁଜର। ଆଉ ଇଣ୍ଟରନାଲ ୟୁଜର କିଏ? ଫାଷ୍ଟ ଆସିଲା ଓନର। ଓନର କିଏ? ବିଜନେସ ର ଯିଏ ବିଜନେସ କୁ ଚଳଉଛି, ଯିଏ ବିଜନେସ ରେ ସବୁତକ ପଇସା ଇନଭେଷ୍ଟ କରୁଛି, ସିଏ ତା ଓନର। ଓନର ଇଜ ଦ ଫାଷ୍ଟ ୟୁଜର। ଯେ ସେ ତାର ତାପରେ ବିଜନେସର ମ୍ୟାଡାମ ଯେ ହେଡ ତାକୁ ଓନର କୁହାଯାଏ, ତ ବିଜନେସର ମାନେ ଯେ ହେଡ। ହଁ, ଯିଏ ପଇସା ଇନଭେଷ୍ଟ କରିଥିବ। ଓନର କାହାକୁ ଯେ କୁହାଯାଏ? ପଇସା ମାଲିକ। ଇନଭେଷ୍ଟ ଯେ ଇନଭେଷ୍ଟ କରିଥିବ ଏଇଆ ତ। ଯିଏ ପ୍ରଥମେ ବିଜନେସ ଟାକୁ, ଜଣେ ଦୋକାନ ଦେଲା, ଗୋଟେ ମଲ ଖୋଲିଲା, ଯିଏ ବି ଖୋଲିଛି ସିଏ ତ ଓନର ନା। ଆଜ୍ଞା ଆଜ୍ଞା। ସିଏ ଓନର, ତ ସିଏ ହିଁ ପଇସା ସବୁଠୁ ଅଧିକ, ଯଦି ତାର ଲସ୍ ହବ ତାହେଲେ ସିଏ ହିଁ ବିୟର କରିବ। ଆଜ୍ଞା। ଆଉ ଯଦି ପ୍ରଫିଟ ହେଲା ତାହେଲେ ପ୍ରଫିଟ ତକ ତାର। ସମସ୍ତଙ୍କୁ ଯାହାବି ଟ୍ୟାକ୍ସ ଦେଲା ପରେ କି ଯାହାଠୁ ଇନଭେଷ୍ଟ କରିଛନ୍ତି ଯୋଉମାନେ ମାନେ ତାଙ୍କୁ ଇଣ୍ଟରେଷ୍ଟ ଦେଲା ପରେ, କ୍ରେଡିଟର ମାନଙ୍କୁ ପେମେଣ୍ଟ କଲା ପରେ ଆଉ ଯାହାର ରହିବ ତାର। ଓକେ। ତାପରେ ଆସିଲା ମ୍ୟାନେଜମେଣ୍ଟ। ମ୍ୟାନେଜମେଣ୍ଟ କିଏ? ଆମ ଟପ୍ ମ୍ୟାନେଜମେଣ୍ଟ, ଯିଏ ଆମ ବିଜନେସ କୁ କଣ୍ଟ୍ରୋଲ କରୁଛି। ଗୋଟେ ସୋଲ ପ୍ରୋପ୍ରାଇଟରସିପ ରେ ଜଣେ ଲୋକ ସିଏ ତାର ବିଜନେସ କୁ ସମ୍ଭାଳି ଦେଲା। କିନ୍ତୁ ଯେତେବେଳେ ବଡ ବଡ ଅର୍ଗାନାଇଜେସନ, ଗୋଟେ ଫାର୍ମ ହେଲା କି ଗୋଟେ କମ୍ପାନୀ ହେଲା, ସେଠି ତ ଗୋଟେ ଲୋକରେ କାମ ଚଳିବନି। ଓନର ଯଦି ଦି ତିନି ଜଣ ମିଶିକି ଗୋଟେ କମ୍ପାନୀ ଖୋଲିଲେ, ସେମାନେ ତ ଖାଲି ଚଳେଇ ପାରିବେ ନା କମ୍ପାନୀ ଟାକୁ। ତାର ଟପ୍ ମ୍ୟାନେଜମେଣ୍ଟ ଥିବ। ମ୍ୟାନେଜମେଣ୍ଟ ଭିତରେ ସେମାନେ ବହୁତ ସାରା ପୋଷ୍ଟ ଥିବ। ସେମାନେ ସବୁ ମିଶିକି ଡିସିସନ ଯୋଉମାନେ ନଉଥିବେ, ଯୋଉମାନେ ବିଜନେସ କୁ କଣ୍ଟ୍ରୋଲ କରୁଥିବେ, ମ୍ୟାନେଜ କରୁଥିବେ, ବିଜନେସ ଟା କେମିତି ଚାଲିବା ଦରକାର, କେମିତି କଲେ କଣ କଲେ ଆମ ବିଜନେସ ଗ୍ରୋ କରିବ, ଏଇ ସବୁ ଡିସିସନ ମେକିଂ ଯୋଉମାନେ କହନ୍ତି ସେମାନେ ହେଲେ ମ୍ୟାନେଜମେଣ୍ଟ। ଆମ ଅର୍ଗାନାଇଜେସନ ମ୍ୟାନେଜମେଣ୍ଟ ଗୋଟେ ଥାଏ, ସେମାନେ ସବୁ ଏଇ ସବୁ କଣ୍ଟ୍ରୋଲ କରନ୍ତି। ସେମାନେ ସବୁ କୋଉଥିରୁ ଡାଟା କୋଉଥିରୁ ଆଣନ୍ତି? ଆମେ ଯୋଉ ଆକାଉଣ୍ଟ ବନେଇଥିବା, ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ଯୋଉ ବନେଇଥିବା, ସେଇଥିରୁ ଡାଟା ଆଣନ୍ତି। ପ୍ରଫିଟ ହେଇଛି କି ଲସ୍ ହେଇଛି, ଯଦି ଲସ୍ ହେଲା ହ୍ୱାଇ ଦ ଲସ୍, ଯଦି ପ୍ରଫିଟ ହେଲା କଣ ପାଇଁ ପ୍ରଫିଟ, ପ୍ରଫିଟ ର ମାନେ କଣ ପାଇଁ ପ୍ରଫିଟ ହେଇଛି, ଲୋକ ୱେଦର ଡିମାଣ୍ଡ ବଢିଛି କି ଆମ ସେଲ୍ସ ବଢିଛି, କି ଆମର ଲୋକମାନଙ୍କର ସାଟିସ୍ଫାଇ ଆମ ପ୍ରଡକ୍ଟ ଦ୍ୱାରା ସାଟିସ୍ଫାଇ ହେଇଛନ୍ତି ସେଥିପାଇଁ ବଢିଛି, ଏଇ ସବୁ ଦେଖିକି ସେମାନେ ରିପୋର୍ଟିଂ ବନାନ୍ତି। Okay? ତାପରେ ଆସିଲା ଏମ୍ପ୍ଲୟି। ଏମ୍ପ୍ଲୟି ମାନେ ହିଁ ତ ଆମର ବିଜନେସ ରେ କାମ କରନ୍ତି। ସେମାନେ ହିଁ ତ ଆମ ବିଜନେସ କୁ ସପୋଜ କରନ୍ତି, ଆଗକୁ ନେବେ କେମିତି, ତାଙ୍କର ଇଫେକ୍ଟିଭନେସ ଦ୍ୱାରା ତାଙ୍କର ଯେତେ ଭଲ ୱାର୍କ କରିବେ ଆମ ବିଜନେସ ସେତେ ଗ୍ରୋ କରିବ। ତ ଯଦି ଆମ ବିଜନେସ ଗ୍ରୋ କରିବ, ତାଙ୍କୁ ବୋନସ ବି ମିଳିବାର ଚାନ୍ସ ଥାଏ। ଯଦି ଆମ ବିଜନେସ ରେ ଅଧିକ ପ୍ରଫିଟ ହେଇଛି, ମାଲିକ ଖୁସି ହେଇକି ତାଙ୍କୁ ବୋନସ ବି ଦେଇଦବ। ତ ସେମାନେ ଆହୁରି ଆଗ୍ରହ ସହିତ କାମ କରିବେ। ସେଥିପାଇଁ ଜାଣନ୍ତି କି ଆମ ବିଜନେସ ରେ କେତେ କଣ ପ୍ରଫିଟ ହେଇଛି, କେତେ କଣ, ସେମାନେ ବି ଜାଣିବାକୁ ଚାହାନ୍ତି। ସେମାନେ ଏତେ ପରିଶ୍ରମ କରି କାମ କରୁଛନ୍ତି, ଯଦି ତାଙ୍କ ପରିଶ୍ରମ ଟା ସାର୍ଥକ ହେଇଛି ନା ନାଇଁ, ବିଜନେସ ର ଗ୍ରୋ ହେଇଛି ନା ନାଇଁ, ସେଥିପାଇଁ ସେମାନେ ସବୁ ଇଣ୍ଟରେଷ୍ଟେଡ ଥାନ୍ତି ଜାଣିବା ପାଇଁ। ଏସବୁ ଗଲା ଇଣ୍ଟରନାଲ ୟୁଜର। ଆଉ କିଛି ଡାଉଟ ଅଛି ଯଦି ମତେ ପଚାର, ମୁଁ କହିଦେବି। ହୁଁ। ଆଜ୍ଞା ମ୍ୟାଡ଼ାମ। ଡାଉଟ କିଛି ଅଛି ଯଦି ମତେ ପଚାର, ମୁଁ କହିଦେବି। ମ୍ୟାଡ଼ାମ ପ୍ରୋସେସ ଅଫ ଆକାଉଣ୍ଟିଂ ମିନ୍ସ। ଆକାଉଣ୍ଟିଂ ଗୋଟେ ସର୍କଲ। ଆମେ ଗୋଟେ ଜିନିଷ ଟା କିଣା ହେଲା, ଆମେ ପଇସା ଦେଇ କିଣିଲେ କି ବାକିରେ କିଣିଲେ, ଆମେ ଜର୍ନାଲ ଏଣ୍ଟ୍ରି କରିବା, ଡେବିଟ୍ କ୍ରେଡିଟ୍। ମୁଁ ସେଟା ଆଗକୁ ଶିଖେଇବି ଜର୍ନାଲ କଣ, ଜର୍ନାଲ କେମିତି ବନା ହୁଏ ଆଗକୁ ଶିଖେଇବି, କେବଳ ବେସିକ କନସେପ୍ଟ ଜାଣିଥାଉ। ଜର୍ନାଲ ଟା ଆମେ କରିବା, ଜର୍ନାଲ ଏଣ୍ଟ୍ରି କଲେ, ଓକେ, ବୁକ୍ ଅଫ ଅରିଜିନାଲ ଏଣ୍ଟ୍ରି, ଜର୍ନାଲ ବୁକ୍ କଲେ, ଜର୍ନାଲ ଏଣ୍ଟ୍ରି କଲେ, ତାପରେ ଆମେ ତାକୁ ଗୋଟେ ଜିନିଷ କିଣା ହେଲା, ଗୋଟେ ଲୋକକୁ ଦେଲେ, ଗୋଟେ ପଇସା ଦେଲେ, ଆମେ ଜିନିଷ କିଣିଲେ, ରେକର୍ଡ କଲେ, ଡେବିଟ୍ କ୍ରେଡିଟ୍ କଲେ, ତାକୁ ଆମେ ଲେଜର କୁ ପୋଷ୍ଟ କରିବା। ଜର୍ନାଲ ମିନ୍ସ ରେକର୍ଡ କଲେ, ଲେଜର କୁ ପୋଷ୍ଟ କରିବା ମିନ୍ସ
ଆମେ କ୍ଲାସିଫାଇ ମାନେ ଗ୍ରୁପ ରେ ଯଦି परचेज करछे ताको परचेज बुक रे लिखिबा, जे सेल करछे सेल बुक रे लिखिबा। आज कारण आमे बहुत जन एमती माने नहीं कि मैं गोटे लोकटू किनिथबा, आज ए लोकटू किनचे काली से लोकटू किनिबा। बहुत सारा ऑर्गेनाइजेशन अछि, बहुत सारा बिजनेस अछि, हम जाहटू जिंस किनि परिबा। तो परचेज रो आमे ताठू रामठू किनचे एतिकी, से आमठू किनचे एतिकी, तो सेटा सब परचेज रेकॉर्ड करिया। जहा को सेल करछे कस्टमर को सेल करछे कि गोटे होलसेलर कि रिटेलर अछि से मान को सेल करछे, जहा भी सेल करिया एटा सेल्स रेकॉर्ड करिया। ओके, सेल्स बुक रे कि जर्नल जो सॉरी सेल्स बुक रे सेल्स रेकॉर्ड करिया, परचेज बुक रे परचेज रेकॉर्ड करिया। आ जदी आमे गोटे जिंस किनचे सेटा दे हमको किछि बैड जानि डिफेक्टिव देखिले त आमे ताको रिटर्न भी करबा। जो लोकठू आनथिबा से लोक रिटर्न करबा। आमे रेकॉर्ड करथिले तो जानि पारि आमे एतिकी तार 100 टका जिंस किनथिले, आमे 20 टका रिटर्न करले, हम पाखे 80 टका रहिला, जानि परिबा। ओके, रेकॉर्ड करथिले त आमे जानिबा ना। सेल्स सेल्स हम जहाँ करछे ताको जिनसटा यदि खराब पड़ला से हमको रिटर्न भी करबा। आमे भी जदि जिंस हम खराब पड़छे आमे ताको रिटर्न कर दोचे, तो सेल्स रिटर्न बुक्स रेकॉर्ड हबो। वंस लेजर हे सला परे आमे ताको ट्रायल बैलेंस रे पकेया। आमे जहाँ सब डेबिट करथबा जहाँ सब क्रेडिट करथबा ताको चेक करिया पे ट्रायल बैलेंस रे पकेबा। ट्रायल बैलेंस देखिबा, ट्रायल रे डेबिट इज इक्वल टू क्रेडिट होथिबो। सेटा हल्ला परे आमे ताको हम बिजनेस जानिबो। बिजनेस को जानिबो कि हम वर्ष भितरे आमे कोन अचीव करछे, विदाउट लॉस बियर करिबा ना प्रॉफिट अर्न करिबा, कोन करिबा। प्रॉफिट आमे सेटू बिजनेस को करबो। तीनटा स्टेटमेंट गोटे फाइनेंशियल स्टेटमेंट बनेइबो। फाइनेंशियल स्टेटमेंट कोन कोन, दीज अकाउंट्स आर ट्रेडिंग अकाउंट, प्रॉफिट एंड लॉस अकाउंट्स एंड बैलेंस शीट। ओके, ट्रेडिंग अकाउंट बनेइबो, ट्रेडिंग रु प्रॉफिट एंड लॉस बनेइबो, प्रॉफिट एंड लॉस रु बैलेंस शीट करिवो। ओके, बैलेंस शीट रे हम जानि परिबा हम बिजनेस रो पोजीशन एबे कोन। ओके, बुझिला। ଆଜ୍ଞା ମ୍ୟାଡାମ। ତମ ରୋଲ ନମ୍बर ଟା ଆଉ ନାଁ ଟା ଟିକେ ଚାଟ ବକ୍ସ ରେ ଲେଖିଦବ। ମ୍ୟାଡାମ ରୋଲ ନମ୍ବର ଟା ତ ମୁଁ ଜାଣିନି, ହଉ ଠିକ ଅଛି, ଖାଲି ନାଁ ନେମ୍ ଟା ମୁଁ chat box ରେ ଲେଖିଛି ଆଉ। ହଁ ଲେଖିଦିଅ। ଆଜ୍ଞା ମ୍ୟାଡାମ। नेक्स्ट क्लास रे ଆମେ ब्रांचेस ऑफ अकाउंटिंग ରୁ ଷ୍ଟାର୍ଟ କରିବା। ଓକେ, ଠିକ ଅଛି ମ୍ୟାଡାମ। ମ୍ୟାଡାମ ଆର ଯୋଉ ପିଡିଏଫ ର କେମିତି କଣ ପାଇବୁ? ଦି ତିନିଟା କ୍ଲାସ ସରିଲା ପରେ ମୁଁ ତାର ପଠେଇଦେବି, ଗ୍ରୁପ ରେ ପଠେଇଦେବି। ଆଜ୍ଞା ମ୍ୟାଡାମ। କ୍ଲାସ 8 ରେ ଷ୍ଟପ୍ କରିବା। ନେକ୍ସଟ ଆଜ୍ଞା, କ୍ଲାସ ରୁ ବ୍ରାंचेस ऑफ अकाउंटिंग ଷ୍ଟାର୍ଟ କରିବା। ଥ୍ୟାଙ୍କ ୟୁ ମ୍ୟାଡାମ। ଥ୍ୟାଙ୍କ ୟୁ।